ସାତ ଜନମର ସାଥୀ କରି ଯାହାର ହାତ ଧରି ଆମେ ଘରକୁ ଆଣିଥାଉ, କିଛିଟା ଭୁଲ ବୁଝାମଣା ପାଇଁ ଅନେକ ସମୟରେ ଆମେ ଉଭୟ ଅଲଗା ହୋଇଯାଇଥାଉ, ଯାହାକୁ ବିବାହ ବିଚ୍ଛେଦ ବୋଲି କହିଥାଉ, ଯାହାକୁ ଛାଡ଼ପତ୍ର ବୋଲି କୁହାଯାଇଥାଏ ଏବଂ ଯେଉଁଥିପାଇଁ ଦୁଇଟି ପରିବାର ଦୁଇଟି ସମ୍ପର୍କ ଅଲଗା ହୋଇଯାଆନ୍ତି। ଗୋଟେ କଥା ବନ୍ଧୁ, ଏବେ ଆଉ ଗୋଟେ ଜିନିଷ ଚାଲିଛି, କେତେ ଜଣ ଲୋକଙ୍କ ପାଇଁ ଏବେ ଗୋଟେ ଆଲିମନି ମନି ଯାହାକୁ କହୁଛନ୍ତି ଭରଣ ପୋଷଣର ଦାୟିତ୍ୱ, ସେ ଜିନିଷର ମଧ୍ୟ ବହୁତ ଗୁଡ଼ାଏ ବୃଦ୍ଧି ଘଟିଛି ଏବଂ ସେଇଟା ଦ୍ୱାରା ବି କିଛି ଲୋକ ଶିକାର ହେଉଛନ୍ତି, ଷଡ଼ଯନ୍ତ୍ରରେ ପଡ଼ିକି ନିଜେ ନିଜକୁ କିଏ ସୁଇସାଇଡ୍ କରିଦେଲାଣି, କିଏ ମାନସିକ ଭାରସାମ୍ୟ ହରାଇକି କିଏ କୁଆଡ଼େ ପାଗଳା ହେଇଗଲାଣି। ଗୋଟେ କଥା ବନ୍ଧୁ, ସମ୍ପର୍କ ବଞ୍ଚେଇବା ଶିଖନ୍ତୁ। ସେ ଟଙ୍କା ପଇସାରେ କ'ଣ ଅଛି? ଯଦି ନିଜର କ୍ଷମତା ଅଛି ତେବେ ଟଙ୍କା ପଇସା ଆପଣ ଆଜି ନାହିଁ କାଲି କମେଇ ପାରିବେ, କିନ୍ତୁ ପ୍ରଥମେ ହେଲା ଯୋଡ଼ିବା, ତାପରେ ତ ଛିଡ଼ିବା ନା। ତ ଆମେ ପ୍ରଥମେ ଯୋଡ଼ିବାକୁ ପ୍ରାଧାନ୍ୟ ଦେବାର ଆବଶ୍ୟକତା ଅଛି, ଛିଡ଼ିବାକୁ ନୁହେଁ ଆଜ୍ଞା। ଯୋଡ଼ିକି ଦେଖନ୍ତୁ, ସବୁ କେତେ ସୁନ୍ଦର ହେଇଯିବ। ଏଇ ତ ଜୀବନର କଥା।